ବନ୍ଧୁଗଣ ସୂଚନା ଅନୁଯାୟୀ ବିବାହ ଦିନ ବର କାର୍ ଦାବି କରିବାରୁ କନ୍ୟା ଯାହା କରିଲା ତାହା କେହି ସ୍ୱପ୍ନରେ ଭାବି ନଥିଲେ। ଏହି ଘଟଣାଟି ହେଉଛି ଗୁଜୁରାଟର ଅହମ୍ମଦାବାଦର। ଏଠାରେ ଦୁଇ ପରିବାର ମଧ୍ୟରେ ପୁଅ ଝିଅଙ୍କୁ ନେଇ ବିବାହ ଠିକ୍ ହେଲା। କିଛି ଦିନ ପରେ ଉଭୟଙ୍କ ନିର୍ବନ୍ଧ ମଧ୍ୟ ହୋଇଗଲା। ଝିଅ ଜଣକ ବହୁତ ଭଲ ଲେଖାପଢ଼ା ମଧ୍ୟ କରିଥିଲେ। ନିର୍ବନ୍ଧ ପରେ ପ୍ରାୟ ଗୋଟିଏ ବର୍ଷ ବିତିଗଲା। ଏହାପରେ ବିବାହ ଦିନ ମଧ୍ୟ ପାଖେଇ ଆସିଲା। ଯେତେବେଳେ ପୁଅବାଲା ଝିଅ ଘରକୁ ବରଯାତ୍ରୀ ନେଇ ପହଞ୍ଚିଲେ ସେତେବେଳେ ଝିଅବାଲା ଶାନଦାର ସ୍ୱାଗତ କରିଥିଲେ। ମାତ୍ର ବିବାହ କରିବା ପୂର୍ବରୁ ପୁଅ ଗୋଟିଏ କାର୍ ମାଗିନେଲା। ଏହା ଶୁଣି ପୁଅର ବାପା ଏବଂ ତାଙ୍କର ସମ୍ପୂର୍ଣ୍ଣ ଘର ଲୋକ ବହୁତ ଚିନ୍ତିତ ହୋଇଗଲେ। ଯେତେବେଳେ ଝିଅକୁ ଏହି ସମ୍ବନ୍ଧରେ ଜଣାପଡ଼ିଲା ସେ ସେତେବେଳେ କନ୍ୟା ଜଣକ ବିବାହ କରିବାକୁ ମନା କରିଦେଲେ। ଝିଅର ବାପା ଝିଅକୁ ବୁଝାଇବାକୁ ଲାଗିଲେ ଯେ ଯଦି ବିବାହ ହେବ ନାହିଁ ତେବେ ଆମ୍ଭର ବେଜିତ୍ ହୋଇଯିବ। କେଉଁଆଡ଼େ ମୁହଁ ଦେଖେଇ ହେବ ନାହିଁ, ଲାଗ ବି ରହିବ ନାହିଁ ବୋଲି କହିଲେ ବାପା। ଝିଅକୁ ବୁଝାଇ କହିଲେ ବାପା ଯେ ବିବାହ କରିବାକୁ ମନା କର ନାହିଁ, କହିଦିଅ ହଁ। ଏହାପରେ ଝିଅଟି ନିଜ ବାପାଙ୍କୁ କହିଲା, ତୁମେ ଯେଉଁ ଏଭଳି ପୁଅ ସାଙ୍ଗରେ ମୋ ବିବାହ କାହିଁକି କରିବାକୁ ଚାହୁଁଛ, ଯାହାକୁ ନିଜର ହେବାକୁ ଯାଉଥିବା ସ୍ତ୍ରୀର ଚିନ୍ତା ନାହିଁ ତଥା ଭଲ ପାଇବା ନାହିଁ। ତାକୁ କେବଳ ଝିଅ ସହିତ ଆସୁଥିବା ଜିନିଷ ଉପରେ ଲୋଭ ତଥା ଭଲ ପାଇବା ଅଛି। ତାଙ୍କ ଜୀବନ ସେଠାରେ କି ଜୀବନ ହେବ ବୋଲି ପ୍ରଶ୍ନ କରିଲେ ଝିଅ ଜଣକ ନିଜ ବାପାଙ୍କୁ। ସେ ପୁଅ ଜଣକ ତାଙ୍କୁ ନୁହେଁ ବରଂ ଯୌତୁକ ପାଇଁ ତାଙ୍କୁ ବିବାହ କରୁଛି ବୋଲି ନିଜ ବାପାଙ୍କୁ କହିଲେ। ଏହା ଶୁଣି ଝିଅଙ୍କ ବାପାଙ୍କ ଆଖିରେ ଲୁହ ଆସିଲା ଏବଂ ସେ କହିବାକୁ ଲାଗିଲେ ଯଦି ଏହି ବିବାହ ହେବ ନାହିଁ ତ ଲୋକେ କ'ଣ କହିବେ। ବହୁତ ବୁଝାଇ କହିଲେ ଝିଅକୁ ବିବାହ ନିମନ୍ତେ ରାଜି ହୋଇଯାଅ, ମୁଁ କାର୍ ବନ୍ଦୋବସ୍ତ କରିଦେବି 2 ଦିନ ଭିତରେ। ଏହାପରେ ଝିଅ ଜଣକ ବିବାହ ପାଇଁ ରାଜି ହେଲେ। ବିବାହର 2 ଦିନ ପରେ ସେ ଜ୍ୱାଇଁଙ୍କୁ କାର୍ ମଧ୍ୟ ଦେଲେ। ଏହାପରେ ଝିଅ ଜ୍ୱାଇଁ ରାସ୍ତାରେ କାର୍ରେ ବସି ଯାଉଥିବା ସମୟରେ ଗୋଟିଏ ଭିକାରୀ ସହିତ ଆକ୍ସିଡେଣ୍ଟ ହେବାରୁ ବଞ୍ଚିଗଲେ। ଭିକାରୀଙ୍କୁ ସ୍ୱାମୀ କାରରୁ ବହୁତ ଗାଳି କରିବାକୁ ଲାଗିଲେ। ମାତ୍ର ସ୍ତ୍ରୀ ଯାଇ ଭିକାରୀ ଜଣଙ୍କୁ ଭୁଲ ମାଗି ଆଶୀର୍ବାଦ କରିବାକୁ କହିଲେ। ଏହା ଦେଖି ସ୍ୱାମୀ କୁହନ୍ତି ଯେ ତୁମେ ଏହିଭଳି ଭିକାରୀଙ୍କୁ ମୁହଁ ବଢ଼ାଉଛ, ସେମାନେ ପଇସା ପାଇଁ ଏହିଭଳି ଗାଡ଼ି ସାମ୍ନାକୁ ଆସୁଛନ୍ତି। ଝିଅ ଜଣକ ସେଠାରେ କୁହେ ଯେ ଏହି ଭିକାରୀ ଜଣକ ମୋ ବାପା। ଆଜି ସେ ଯୌତୁକରେ ତୁମର ସମସ୍ତ ଦାବି ପୂରଣ କରି ଦାଣ୍ଡର ଭିକାରୀ ପାଲଟିଛନ୍ତି। ଏହା ଶୁଣି ସ୍ୱାମୀର ମୁଣ୍ଡ ତଳକୁ ହୋଇଗଲା ଏବଂ ସେ ଉଭୟ ଝିଅ ଏବଂ ଶ୍ୱଶୁରଙ୍କୁ ଭୁଲ ମାଗିଲେ। ତେବେ ବନ୍ଧୁଗଣ ବିବାହର ଗୋଟିଏ ଝିଅ ତାର ନିଜର ଲୋକଙ୍କୁ ସବୁଦିନ ପାଇଁ ପର କରି ଆପଣଙ୍କ ଘରକୁ ଯାଇଥାଏ। ଏଭଳି ଯୌତୁକ ଦାବି କରିବା ଉଚିତ ନୁହେଁ। କେତେ ଦୂର ଏହା ଠିକ୍ କି ଭୁଲ ଆପଣମାନେ କମେଣ୍ଟରେ ନିଶ୍ଚିତ ମତାମତ ଦେବେ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବେ ଏବଂ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।